ମା ଦିବ୍ୟ ସମାଚାରରୁ ଆମେ ପଢିବା ଜ୍ଞାନର ସନ୍ଧାନ। ଡି ଫରାସୀ ଦେଶରେ ରହୁଥିଲେ। ସେ ତାଙ୍କର ଏକ ସ୍ମୃତି ବିଷୟ କେ ନାମକ ଜଣେ ଆଶ୍ରମ ରହୁଥିବା ଯୁବତୀ ସାଧିକା ଯେ କି ଏହା ପୂର୍ବରୁ ଫ୍ରାନ୍ସରେ ରହୁଥିଲେ ତାଙ୍କ ଆଗରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ସମୟରେ କେତେକ ଆନୁଷଙ୍ଗିକ ଘଟଣା। ଶ୍ରୀ ବାରିନ୍ଦ୍ର କୁମାର ଘୋଷ ଶ୍ରୀଯୁକ୍ତଙ୍କର ଭାଇ ନିମ୍ନଲିଖିତ କାହାଣୀ ଗୁଡିକ ଆଶ୍ରମର ଜଣେ ପୁରୁଣା ଭକ୍ତ କୃଷ୍ଣ ଶମ୍ଭୁଙ୍କୁ କହିଥିଲେ। ଛଳନା ମଧ୍ୟରେ କୃପା। ବହୁଦିନ ତଳର କଥା। ବାରିନ୍ଦ୍ର କୁମାର ଘୋଷ ଶ୍ରୀଅରବିନ୍ଦଙ୍କର ସେକ୍ରେଟାରୀ ଭାବରେ କାର୍ଯ୍ୟ ସମ୍ପାଦନା କରୁଥାନ୍ତି। ଆମେରିକା ପରି ଖୁବ୍ ଦୂର ସ୍ଥାନରୁ ଜଣେ ଭଦ୍ର ମହିଳା ଶ୍ରୀଅରବିନ୍ଦଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି। ସେ ପଣ୍ଡିଚେରୀରେ ପହଞ୍ଚି ଗୋଟିଏ ହୋଟେଲରେ ରହିଲେ ଏବଂ ସକାଳୁ ନିତ୍ୟକର୍ମ ସମ୍ପାଦନ କରି ଶ୍ରୀଅରବିନ୍ଦ ରହୁଥିବା ଘର ନିକଟରେ ଆସି ପହଞ୍ଚିଲେ। ବାରିନ୍ଦ୍ରଙ୍କର ଫାଟକ ଜଗିବା କାମ ଥାଏ। ସେ ଗୋଟିଏ ଚିଠି ଶ୍ରୀଅରବିନ୍ଦ ନିକଟକୁ ପଠାଇଲେ ଏବଂ ତାଙ୍କ ପାଇଁ ସାକ୍ଷାତକାର ବନ୍ଦୋବସ୍ତ କରିଦେବା ପାଇଁ ବାରିନ୍ଦ୍ରଙ୍କୁ ଅନୁରୋଧ ମଧ୍ୟ କଲେ। ବାରିନ୍ଦ୍ର ତା ପରଦିନ ସକାଳୁ ଆସିବାକୁ ତାଙ୍କୁ କହିଲେ। ସେ ପରଦିନ ଫେରି ଆସନ୍ତେ ବାରିନ୍ଦ୍ର ତାଙ୍କର ଲଫାଫଟିକୁ ତାଙ୍କୁ ଫେରାଇ ଦେଲେ। ଭଦ୍ରମହିଳା ଲଫାଫା ଖୋଲି ଦେଖନ୍ତି ଶ୍ରୀଅରବିନ୍ଦ ତାଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ତାଙ୍କ ଆଖିରେ ଲୁହ ଭରିଗଲା। ସେ କଇଁ କଇଁ ହିଁ କାନ୍ଦିବାକୁ ଲାଗିଲେ। ସେ ବାରିନ୍ଦ୍ରଙ୍କ ସହ ଯୁକ୍ତି କରିଥାନ୍ତି ଓ ତାଙ୍କର ଆଉ ଗୋଟିଏ ଚିଠି ନେଇ ଶ୍ରୀଅରବିନ୍ଦଙ୍କୁ ଦେବା ପାଇଁ ଅନୁରୋଧ ସହ କାନ୍ଦୁଥାନ୍ତି। କିନ୍ତୁ ବାରିନ୍ଦ୍ର ଆଉ ତାହା କରିପାରିବେ ନାହିଁ ବୋଲି ମନା କରୁଥାନ୍ତି। ସେଇ ଭଦ୍ର ମହିଳାଙ୍କର ଅନୁରୋଧ ଏତେ ସଠିକ ଓ ହୃଦୟଗ୍ରାହୀ ଥିଲା ଯେ ବାରିନ୍ଦ୍ରଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା। କିନ୍ତୁ ସେ କହିଲା ପରି ବାରିନ୍ଦ୍ର ଆଉ ତାଙ୍କର ଅନୁରୋଧ ରକ୍ଷା କରିପାରିଲେ ନାହିଁ। ଏଣୁ ତାଙ୍କୁ ବାଧ୍ୟ ହୋଇ ଫେରିଯିବାକୁ ହୋଇଥିଲା। ଯେତେବେଳେ ଯେକୌଣସି ଲୋକଙ୍କୁ ସାକ୍ଷାତକାର ପ୍ରଦାନ କରାଯାଉଅଛି, କାହିଁକି ସେହି ଭଦ୍ର ମହିଳାକୁ ସାକ୍ଷାତ କରିବାର ଅନୁମତି ମିଳିପାରିଲା ନାହିଁ, ଏହି ବିଷୟଟି ତାଙ୍କ ମନରେ କୌତୂହଳ ସୃଷ୍ଟି କରିଥିଲା। ଯିଏ ଆସନ୍ତି ଶ୍ରୀଅରବିନ୍ଦ ସମସ୍ତଙ୍କୁ ଦର୍ଶନ ଦଉଥିଲେ, କିନ୍ତୁ ତାଙ୍କୁ କାହିଁକି ତାଙ୍କୁ ଦର୍ଶନ ଦେଲେନି, ତେଣୁ ବାରିନ୍ଦ୍ରଙ୍କ ମନରେ କୌତୂହଳ ଜାଗ୍ରତ ହେଲା। ଦିନେ ସେ ସେଇ କଥାଟି ପଚାରିବାର ଗୋଟିଏ ସୁଯୋଗ ପାଇଲେ ଓ ପଚାରିଲେ, ସାର୍, କେଉଁ କାରଣରୁ ସେହି ଆମେରିକୀୟ ଭଦ୍ର ମହିଳାଙ୍କୁ ଆପଣ ଅଳ୍ପ କେତେ ମିନିଟ ସମୟ ଦେଇପାରିଲେ ନାହିଁ? କଥା ହଉଛି ସେତେବେଳେ ଶ୍ରୀଅରବିନ୍ଦଙ୍କୁ ସମସ୍ତେ ସାର୍ ବୋଲି ଡାକୁଥିଲେ। ତେଣୁ ତାଙ୍କ ଭାଇ ହେଇଥିଲେ ବି ବାରିନ୍ଦ୍ର ମଧ୍ୟ ସାର୍ ଡାକୁଥିଲେ। ସେ ପଚାରିଲେ ଯେ ଆପଣଙ୍କୁ ତାଙ୍କୁ କେତେ ମିନିଟ ସମୟ କାହିଁ ଦେଲେ ନାହିଁ? ସେ ଏତେ ବାଟରୁ ଆସିଥିଲେ ଓ ବହୁ ଅର୍ଥ ମଧ୍ୟ ବ୍ୟୟ କରିଥିଲେ କେବଳ ଆପଣଙ୍କର ଟିକେ ଦର୍ଶନ କରିବା ପାଇଁ। ସେ ଆପଣ ମନା କରିଦେବା ଶୁଣିବା ମାତ୍ରେ ହୃଦୟ ବିଦାରକ କ୍ରନ୍ଦନ କରିଥିଲେ ଓ ତାହାକୁ ଶୁଣି ମୋର ଆଖିରୁ ମଧ୍ୟ ଲୁହ ଆସି ଯାଇଥିଲା। ତାଙ୍କୁ କେତୋଟି ମିନିଟ ସମୟ ଦେଇଥିଲେ ଆମର ବା କଣ କ୍ଷତି ହୋଇଯାଇଥାନ୍ତା? ଶ୍ରୀଅରବିନ୍ଦ ଖୁବ୍ ଗମ୍ଭୀର ଦେଖାଗଲେ ଏବଂ ଉତ୍ତର ଦେଲେ, ଏଥିରେ ମୋର କୌଣସି କ୍ଷତି ହୋଇନଥାନ୍ତା, ପରନ୍ତୁ ଯଦି ସେ ମାତ୍ର ଗୋଟିଏ ସେକେଣ୍ଡ ନିମନ୍ତେ ମୋର ସମ୍ମୁଖକୁ ଆସିଥାନ୍ତେ, ତେବେ ତାଙ୍କର ସମଗ୍ର ଜୀବନ ଧ୍ୱଂସ ହୋଇଯାଇଥାନ୍ତା। ଏଇଟା କୋଉଠି କିଏ ବୁଝିବ? ଆମେ କୋଉଠୁ ବୁଝିପାରିବା? ପ୍ରଭୁଙ୍କର ସେଥିପାଇଁ ମହାବୀରରେ ସେଥିପାଇଁ ଲେଖିଛନ୍ତି, ସବୁ ଜାଗାରେ ଯୋଉଠି ପଢିବେ ଲେଖା ହେଇଛି, ଆଧ୍ୟାତ୍ମିକ କଥାକୁ ଶିକ୍ଷା ବହିରେ ଅଛି ଡିଟେଲସରେ, ମନ ଦ୍ଵାରା ବୁଝିବାକୁ ଚେଷ୍ଟା କରିବ ନାହିଁ। ବିଚାର କରିବା ତ ଦୂରର କଥା, ମନ ଦ୍ଵାରା ବୁଝିବାକୁ ବି ଚେଷ୍ଟା କରିବ ନାହିଁ। ଯଦି କିଛି ନ ବୁଝି ପାରୁଛ, ତାକୁ ଆଜି ଇଟ ଇଜ ଗ୍ରହଣ କରିବ, ମାଙ୍କୁ ପ୍ରାର୍ଥନା କରିବ, ସିଏ ତାଙ୍କର ଯାହାକୁ ବୁଝେଇଦେବେ।